Nivarana mantra Ma. In the name of the Mother, for the sake of the Mother, by the power of the Mother, with the strength of the Mother, to all adverse, harmful being or force, I order to quit this place at once and forever. ମାଙ୍କ ନାମ ନେଇ ମାଙ୍କ କାମ ପାଇଁ ମାଙ୍କ ବଳରେ ବଳିୟାନ ହୋଇ ମାଙ୍କ ସମସ୍ତ ଶକ୍ତି ସହ ଏଠାରେ ଥିବା ସମସ୍ତ ଅଦିବ୍ୟ ସତ୍ତା ଅଦିବ୍ୟ ଶକ୍ତି ମାନଙ୍କୁ ମୁଁ ଆଦେଶ ଦେଉଛି ସେମାନେ ଅବିଳମ୍ବେ ଓ ଚିରକାଳ ଲାଗି ସ୍ଥାନ ଛାଡ଼ି ଚାଲି ଯାଆନ୍ତୁ। ଦିବ୍ୟ ଜନନୀଙ୍କର ଜୟ ହେଉ, ଅତି ମାନସର ଜୟ ହେଉ। ମା ତୁମରି ଇଚ୍ଛା ହିଁ ପୂର୍ଣ୍ଣ ହେଉ। ନିତ୍ୟ ବୈଦିକ ପ୍ରାର୍ଥନା ଶାନ୍ତି ପାଠ। ସର୍ବେ ଭବନ୍ତୁ ସୁଖୀନଃ सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत्। ॐ पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। ॐ शान्ति शान्ति शान्ति। ॐ द्यौः शान्ति अन्तरिक्षं शान्तिः पृथिवी शान्तिरापः शान्तिः रौषधयः शान्तिः वनस्पतयः शान्तिर्विश्वे देवः शान्ति ब्रह्म शान्तिः सर्वं शान्तिः शान्तिरेव शान्तिः सामा शान्तिरिधि। ॐ शान्ति शान्ति शान्ति। मा 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 मा। धन्यवाद धन्यवाद बापा। मंत्र उच्चारण शुद्धातर सहित करिछंती समस्त अनुभव निश्चित आसथिबो। हमें भी हृदय भाव वेग को जीवा हम विकलता जहाँकि परम प्रभु दिव्य जननी का अनुभव हुए से ही भाव नहीं आसुछंती। अति सम्मान्य हमर भाई भगवान भाई को प्रणाम अनुरोध करुछि आपण संगीत गान करंतु भाई। हेलो अपा वंदे मातरम शुभुची। हेलो आज्ञा करुणामयी माँ परम प्रभु श्री अरविंद चरण रे दिव्य वंदना अर्पण करने पूर्वर आज मातृकृपा आईड्रे आभासी श्री अरविंद पाठ्यक्रम रे योगदान करथिबा समस्त अपा को प्रणाम। रवींद्र पाढ़ी को रचना मनर मूलके नाम
সূরুজ দিয় মাঢাড়ে অসরায় রাতি যাও পাহি অসরায় রাতি যাও পাহি বিধুর হৃদয়ে আজি সুমধুরে উঠো বাজি বিধুর হৃদয়ে আজি সুমধুরে উঠো বাজি সকাଳର শুভ ସାହାନାଇ ସକାଳର ଶୁଭ ସାହାନାଇ ମନର ମୂଲକେ ଆମ ସୂରୁଜ ଦିଅ ମାଢାଳେ ଅସରାଏ ରାତି ଯାଉ ପାହେ ତୁମେ ଅତି ମାନସର ଅମୃତ ଆଲୋକ ଶାଶ୍ୱତ ଧର ଧାରେ ସ୍ମିତ ପୁଲକ ତୁମେ ଅତି ମାନସର অমৃত আলোক শাশ্বত ধর ধারে সস্মিত পুলক তিমির তটিনী তীরে বিরভি জানয়নরে তিমির তটিনী তীরে নিরভি জানয়নরে ତୁମକୁ ମା ରହି ଅଛୁ ଚାହିଁ ମା ତୁମକୁ ମା ରହି ଅଛୁ ଚାହିଁ ମନର ମୂଲକେ ନାମ ଏ କୂଳରୁ ସେ କୂଳକୁ ତୋଳି ନିଅ ମା ଏ କୂଳରୁ ସେ କୂଳକୁ তোড়ি নিয় মা তুমি স্বর্ণ সেতু একা জীবনর এ কূলরু সে কূলকু তোড়ি নিয় মা তুমি স্বর্ণ সেতু একা জীবনর সসীম আময়ে মন চেতনার সানুমান সসীম আময়ে মন চেতনার সানুমান হাত ধরি নিয় গড়িয়াই অসরায় রাতি যাও পাই বদলাই নিদারুণ মৃত্যুর বিধান দিব্য জীবন আমকু করমা প্রদান বদলাই নিদারুণ মৃত্যুর বিধান জীবন আমকু করমা প্রদান আনন্দ স্বর্ণ দ্বিধারা বুহাও জগত সারা আনন্দ স্বর্ণ দ্বিধারা বুহাও জগত সারা বেদনা বিষাদ যাও ধোই মা বেদনা বিষাদ যাও ধোই মনর মূলকে আম সূরুজ দিয় মাঢাড়ে অসরায় রাতি যাও পায়ে
ବେଦନା ବିଷାଦ ଯାଉ ଧୋଇ ବାଜି ଉଠୁ ସକାଳର ଶୁଭ ସାଇ ହାତ ଧରି ନିୟ ଗୋଡ଼ିଆଇ ତୁମକୁ ମାରହି ଅଛୁ ଚାହିଁ ତୁମକୁ ମାରହି ଅଛୁ ଚାହିଁ। ବନ୍ଦେ ମାତରମ୍। ଶୁଭ ପ୍ରାଣ। ଧନ୍ୟବାଦ ଭାଇ। ହୃଦୟର ଭାବବାଗଟି ନିଶ୍ଚିନ୍ତ ଭାବରେ ସମସ୍ତଙ୍କ ହୃଦୟକୁ ଛୁଇଁଥିବ। ମୁଁ ପ୍ରାର୍ଥନା କରୁଛି ଆପଣଙ୍କ ଚେତନା ଆହୁରି ଉଦ୍ଧାରିତ ହେଉ। ଆମେ ଆଗକୁ ଯିବା। ପ୍ରାୟ ଅପା ଭାଇ ଯୋଡ଼ି ହେଇଗଲେଣି, ଭାଇ ବି ଆସିଗଲେଣି। ପରମ ସତ୍ୟର ବାହକ ଶ୍ରୀ ଅରବିନ୍ଦ ଓ ଆଦିମାତା ସୁଜନୀ ଶକ୍ତିର ଉତ୍ସ ଦିବ୍ୟଜନନୀଙ୍କ ଚରଣ କମଳରେ ଉପସ୍ଥିତ ଦିବ୍ୟ ଆତ୍ମା ମାନଙ୍କର ଅନେକ ଅନେକ ପ୍ରଣାମ ଓ ସମସ୍ତଙ୍କୁ ମୋର ପ୍ରଣାମ, ଶୁଭେଚ୍ଛା, ଶୁଭକାମନା। ସମସ୍ତ କାର୍ଯ୍ୟକ୍ରମ ତୁମ ଚରଣରେ ଅର୍ପଣ କରୁଛି ମା। ସମସ୍ତଙ୍କୁ ସୁସ୍ଥ ସବଳ ନିରୋଗ ଓ ଅନ୍ତର୍ଚେତନାକୁ ଖୋଲି ଦିଅ ମା। ପଦେ ଏକ ସମୟରେ ତୁମେ ଭୂମା ହୋଇ ନେଇଛ ସଭିଙ୍କୁ କୋଳାଇ ଏ ଧରା ପୃଷ୍ଠରେ ଓହ୍ଲାଇ ଅଜ୍ଞାନୀ ମଧ୍ୟରେ ପରିଚୟ କଲ ଜ୍ଞାନର ଭଣ୍ଡାର ଜଗାଇ। ଅତି ଯତ୍ନରେ ବିଧାତା ପାଞ୍ଜିରେ ଲେଖିଛ ନାମ ଭବେଶ ଭାଇ। ସମୟର ପ୍ରବାହ ଦ୍ରୁତ ଗତିରେ ଚାଲିଛନ୍ତି ତୁମ ପାଇଁ। ଜ୍ଞାନର ମହକ ଜଗାଉଛନ୍ତି ଆତ୍ମାର ଜାଗ୍ରତ ପାଇଁ। ସମସ୍ତଙ୍କୁ ଦିବ୍ୟ ଜ୍ଞାନରେ ବାନ୍ଧନ୍ତି ତୁମ ପର୍ଶ ଦେବା ପାଇଁ। ହେ ସେ ଆମ ଭବେଶ ଭାଇ। ତାଙ୍କ ଆଲୋଚନା ବୋଧଗମ୍ୟ ଗଭୀରତା ଅଛି। ସମସ୍ତଙ୍କର ଅତି ପ୍ରିୟ, ସମ୍ମାନୀୟ, ଆସ୍ପୃହଶୀଳ ମାଙ୍କର ଦିବ୍ୟ ଯନ୍ତ୍ର ସମ୍ମାନୀୟ ଭବେଶ ଭାଇ। ସମୁଦ୍ରର ଗଭୀରତା ପ୍ରସାରତାରେ ଯେଉଁ ଜ୍ଞାନର ମୋତି ଗ୍ରହଣ କରୁଛନ୍ତି ଆମମାନଙ୍କ ମଧ୍ୟରେ ବାଣ୍ଟି ଦେଉଛନ୍ତି। ଆମେ ହୋଇ ଉଠିବା। ମିଠା ଖାଇଲେ ତ ପୁଣି ବାଣ୍ଟିବା। ତେଣୁ ଭାଇଙ୍କୁ ମୁଁ ହୃଦୟରୁ ପ୍ରଣାମ କରୁଛି। ବନ୍ଦେ ମାତରମ୍। ଆପଣ ଆପଣଙ୍କର ବହୁମୂଲ୍ୟ ଉପସ୍ଥାପନ ରଖନ୍ତୁ। ମାଙ୍କୁ ବହୁତ ବହୁତ କୃତଜ୍ଞତା। ଆପଣଙ୍କର ବହୁମୂଲ୍ୟ ସମୟକୁ କିଛି ଆମ ପାଖରେ ବାଣ୍ଟୁଛନ୍ତି। ତେଣୁ ଗ୍ରାଟିଟ୍ୟୁଡ୍ ଇଜ୍ ଦ ମେମୋରି ଅଫ୍ ଦ ହାର୍ଟ। କୃତଜ୍ଞତା ହେଲା ହୃଦୟର ସ୍ମୃତି। ତେଣୁ ହୃଦୟରୁ ଆପଣଙ୍କୁ ମୁଁ କୃତଜ୍ଞତା, ମାଙ୍କୁ କୃତଜ୍ଞତା। ଆଲୋଚନାକୁ ଆଗକୁ ନିଅନ୍ତୁ ଭାଇ। ବନ୍ଦେ ମାତରମ୍। ପ୍ରଣାମ। କରୁଣାମୟୀ ମା, ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର ଆଲୋଚନା ଚକ୍ରର ମୁଖ୍ୟ ସଞ୍ଚାଳିକା ଆମ ସମସ୍ତଙ୍କର ଶ୍ରଦ୍ଧାର ଭାବି ପ୍ରିୟାପାଙ୍କ ସମେତ ଏହି କାର୍ଯ୍ୟକ୍ରମକୁ ଭବ୍ୟ ଦିବ୍ୟ କରି ଗଢ଼ି ତୋଳିଥିବା ସମସ୍ତ ମାତୃ ସନ୍ତାନ ତଥା ଓଡ଼ିଶାର କୋଣ ଅନୁକୋଣରୁ ଏହି କାର୍ଯ୍ୟକ୍ରମ ସହିତ ନିଜକୁ ଜଡ଼ିତ କରି ରଖୁଥିବା ସମସ୍ତ ମାତୃ ସନ୍ତାନ ମାନଙ୍କୁ ହୃଦୟରୁ ଅନେକ ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରୁଛି। ଆମେ ମାଙ୍କର ଯୋଉ 17ଟି ପୁସ୍ତକାବଳୀ ରହିଛି, ରଚନାବଳୀ, ତାର 10th ପାର୍ଟଟିକୁ ପୁରା 10th ପାର୍ଟ ତ ନୁହେଁ, ତାର ଗୋଟେ ପର୍ସନକୁ ଫାଷ୍ଟ ପର୍ସନ ଗୁଡିକ ଆମେ ପଢିବାର ଉଦ୍ୟମ କରୁଥିଲେ। ଏଥିରେ ମୁଖ୍ୟତଃ ଥଟ୍ସ ଆଣ୍ଡ ଆଫୋରିଜିମ୍ସ ତାପରେ ଆଲୋଚନା ଗୁଡିକ କେନ୍ଦ୍ରିତ ହେଇଛି।
ତେଣୁ ଆମେ ଏଥିରେ ସମ୍ପୂର୍ଣ୍ଣ ବା ବ୍ୟାପକ ଆଲୋଚନା କରି ହବ ନାହିଁ। ସେଥିରେ ସମୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କିଛି କନଷ୍ଟାଣ୍ଟସ୍ ରହିଛି ବିଷୟରେ ଆମେ ଆଲୋଚନା କରିଥିଲେ ଯେଉଁମାନେ ବ୍ୟବସ୍ଥାପକ ଅଛନ୍ତି। ସେଥିରେ କିଛି କଥା ଥିଲା, ଆମେ କିଛି ଅଳ୍ପ କିଛି କ୍ଲାସ୍ ତାକୁ କରି ତାକୁ ଗୋଟେ ଇନିସିଏଟ୍ କରିବା ବା ଆରମ୍ଭ କରିବା, କାରଣ ସାରାଂଶ ଏଗୁଡିକର ସମ୍ଭବ ନୁହେଁ, କାହିଁକି ନା ଆମେ ତା ଭିତରେ ଗୋଟିଏ ଶବ୍ଦ ମଧ୍ୟ ଛାଡିକି ଚାଲି ଯାଇପାରିବାନି, ସେତିକି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମେ ଏଇ ଆଧାରରେ ଯୋଉ ଆଲୋଚନା କରିଥିଲେ ସେଥିରେ ଆମେ 3ଟି କାରିକା କୁ ସମ୍ପୂର୍ଣ୍ଣ କରିଛନ୍ତି ଏବଂ 4ର୍ଥ କାରିକା ଆଜି ଆଲୋଚନାର ପର୍ଯ୍ୟାୟ ଭିତରକୁ ନବା। ସେଥିରେ ରହିଛି ମୁଁ ଜ୍ଞାନୀ ନୁହେଁ। ଜ୍ଞାନର ଅର୍ଥ ହେଉଛି ଯିଏ ଭକ୍ତିର ମାର୍ଗକୁ ବା ପ୍ରେମର ମାର୍ଗକୁ ବା କର୍ମର ମାର୍ଗକୁ ବିରୋଧ କରିଥାଏ, ଅର୍ଥାତ୍ ସେ କର୍ମଯୋଗୀ ନୁହନ୍ତି, ସେ ଭକ୍ତି ମାର୍ଗୀ ନୁହନ୍ତି, କର୍ମଯୋଗୀ ବି ନୁହନ୍ତି, କର୍ମଯୋଗୀ ନୁହନ୍ତି କି ସେ ଭକ୍ତ ନୁହନ୍ତି, ସେ ହେଉଛନ୍ତି ଜ୍ଞାନୀ। ଏଇଭଳି ପ୍ରେରଣା ଯାହାଙ୍କ ପାଖରେ ରହିଥାଏ ସିଏ ହେଉଛନ୍ତି ଜ୍ଞାନୀ। ପ୍ରଭୁ ଲେଖୁଛନ୍ତି, କାରଣ ଈଶ୍ୱର ତାଙ୍କ କର୍ମ ସାଧନ ପାଇଁ ଯେତିକି ଜ୍ଞାନ ଦିଅନ୍ତି ମୋ ଠାରେ ତାଠାରୁ ଅଧିକ ଜ୍ଞାନ ନାହିଁ। ସେ କହୁଛନ୍ତି ସୃଷ୍ଟିକୁ ମୁଁ ଏକ ଉଦ୍ଦେଶ୍ୟ ପାଇଁ ଆସିଛି, ଭଗବାନଙ୍କର କାର୍ଯ୍ୟ କରିବି ବୋଲି ଆସିଛି, ତେଣୁ ଭଗବାନଙ୍କର କାର୍ଯ୍ୟଟି ସମ୍ପନ୍ନ କରିବା ପାଇଁ ଯେତିକି ଜ୍ଞାନ ଦରକାର ପଡୁଛି ମୁଁ ସେତିକି ଜ୍ଞାନ ଅଛି ମୋ ପାଖରେ, ତଦ୍ ଭିନ୍ନ ଅଧିକ ଜ୍ଞାନ ନାହିଁ। ଯେତିକି ଜ୍ଞାନ ସେ ଦିଅନ୍ତି, ଯେତିକି ଜ୍ଞାନ ସିଏ ଦିଅନ୍ତି, କାରଣ ଏଇ ଜ୍ଞାନ ତ ହାସଲ କରାଯାଇ ପାରିବ ନାହିଁ। ବାକି ଜ୍ଞାନ ଗୁଡିକ କୃତ, ତାକୁ ଚେଷ୍ଟା କଲେ, ଉଦ୍ୟମ କଲେ ଆପଣ ହୁଏତ କିଛି ବାଟରେ ସେଗୁଡ଼ିକୁ ହାସଲ କରିପାରନ୍ତି। କିନ୍ତୁ ଏଇଠି ଯୋଉ ଜ୍ଞାନର କଥା କୁହାଯାଉଛି, ସେ ଜ୍ଞାନ ଆପଣଙ୍କୁ ସହଜରେ ମାନେ ଭଗବାନ ଯଦି ସେ କାମ ଦେବେ ତ ଦେବେ, ନହେଲେ ସେ କାଟା ମିଳିବ ନାହିଁ, ଏତେ ସହଜ ନୁହେଁ। ସେଥିପାଇଁ ମୁଁ ଯେତିକି ଦେଖିପାରୁଛି ତାହା ପ୍ରକୃତରେ ଯୁକ୍ତିସଙ୍ଗତ ଅଥବା ପ୍ରମାଦପୂର୍ଣ୍ଣ ବୋଲି ଜାଣିପାରିବି କିପରି? କାରଣ ଭଗବାନ ଯେତିକି ଜ୍ଞାନ ଦେଇଛନ୍ତି ମୁଁ ସେତିକି ଭିତରେ ରହିଛି। ତେଣୁ ଯଦି ମତେ ସବୁ ଜ୍ଞାନ ଥାନ୍ତା ହୁଏତ କୋଉଟା ଯୁକ୍ତିସଙ୍ଗତ ଆଉ କୋଉଟା ଠିକ ଭୁଲ ଅନ୍ତତଃ ସେ କଥାଟା ମୁଁ ଜାଣିପାରନ୍ତି। ସେପରି ଗୋଟେ ସ୍କୋପ ବା ସୁବିଧାଟିଏ ମୋ ପାଖରେ ନାହିଁ। ତେଣୁ
से चाहू प्रभु कहते जे मु ताहा भी जानी परिबिनी एवं ताहा दुईटी रु कौनसीटी मध्य नुहे दुईटी रु कौनसी गोटे दुईटी रु गोटे मध्य नुहे तार कारण हला जे जो कथाटी दृश्य होची ताको सरल भाव रे सत्य बोली ही कहा जिवो आपण आखि जोटा दिसुची सेटा को सत्य बोली आपण कहि पारंती सेमितटे सत्य बोली कहिवार परंपरा हम पाखरे रहिछि आमे कहूछु जहा न देखियो बेनी नयने परते न जीव गुरु वचन आमे जहा को चाक्षुष सत्य बोली देखू ताही आम भितरे रूढ़ीभूत हुए आमे ताकू ही सत्य बोली कहूछु एई कथार आधार रे तो जोटा दृश्यमान हेउछि सेटा सत्य आ सेटा भ्रांतिर बा सेटा युक्ति संगत बोली सेटा भूल भी कि युक्ति संगत ता भी कहा जाय परिबनी सेमिति भी कथा अछि सेटा भूल कि हम जहा देखुछु सेटा सत बोली जानिथिलु किंतु एबे जे सेटा ठीक बा भूल से कथाटी जानिया मध्य आम द्वारा संभव नहे एई कथाटी को माँ तार भाष्य करुछंती से संपर्क रे कौन अनुभव करुछंती से विषय रे निजर मत रखुछंती जे वास्तव रे को कथाटी सत्य को कथाटी सत्य नुहे आमे जहा आखिरे देखुचंती कोटा तर्क संगत कोटा ज्ञानर कथा कोटा ज्ञानर कथा नुहे ये समस्त विषय उपरे मांकर ये आलोचना प्रभु तो तांको थर्ड सेफोरिजम्स रो चतुर्थ सूत्रटी आम आगे इपरि देले प्रथमे माँ बुझाई चेष्टा करछंती जे ज्ञानी को अर्थ रे प्रभु प्रकाश करछंती को अर्थ रे ज्ञानी रो कथाटी होउछंती माँ कहले मु ज्ञानी नुहे जते कथाटी को प्रभु उल्लेख करछंती ज्ञानी कौन से कथाटी कहया बेले माँ कहले ज्ञानी ज्ञान मार्गर अनुसरण करे एवं ऐकांतिक भाव रे ज्ञानर मार्ग रे योग उपलब्धि करता है कहीं ऐकांतिक मार्ग कहला ऐकांतिक एइथिपई कहगला सेठी जो पाद टीका थिला सेठी कहा जायथिला आमे तीन प्रकार योगी मानू को जानिछु जणे योगी हेले कर्म मार्ग रे जानती
ଆଉ ଭକ୍ତି ମାର୍ଗରେ ଯାଆନ୍ତି, ଜ୍ଞାନ ମାର୍ଗରେ ଯାଆନ୍ତି। ତେଣୁ ସେ ଐକାନ୍ତିକ, ସେ ଏକ୍ସକ୍ଲୁସିଭ, ଏଇଥିପାଇଁ ଅନ୍ୟ ମାର୍ଗରେ ସେ ଯାଆନ୍ତି ନାହିଁ। ଅନ୍ୟ ମାର୍ଗରେ ସେ ଯେହେତୁ ଯାଉନାହାନ୍ତି, ଆମେ ତାଙ୍କୁ କେବଳ ଜ୍ଞାନ ମାର୍ଗରେ ଯାଉଥିବାରୁ ତାଙ୍କୁ ଜ୍ଞାନୀ ବୋଲି ଅଭିହିତ କରୁଛୁ। ଆମେ ଯଦି ସମ୍ପୂର୍ଣ୍ଣତଃ ବୁଦ୍ଧିର ଗାରକୁ ପାର ହୁଅନ୍ତି ନାହିଁ, ବିଶୁଦ୍ଧ ଭାବରେ କେବଳ ବୁଦ୍ଧିର ମାର୍ଗଟିକୁ ଅନୁସରଣ କରୁଥାନ୍ତି, ତାହେଲେ ଆମ ପାଇଁ ଜ୍ଞାନ ମାର୍ଗଟା ନିହାତି ଆମେ ସେଇ ମାର୍ଗଟା ନେଇଛୁ ବୋଲି ଆମକୁ କୁହାଯାଇପାରିବ। ଏବଂ ସେଥିରେ एकथा कहीपर जे सी केवल ज्ञान बुद्धि यही मार्ग छड़ा अन्य कौन मार्ग रे जाइना। बुद्धिर गारटी को पार होगी से अन्य कौन जगह को जाइना। जदि यही स्थिति आसे एटा गोटे प्रभुंकर कथाटी को उल्लेख करी माँ कहउचंती मु ज्ञानी नुहे मु ज्ञानर ज्ञानी नुहे मु अर्थात मु बाकी गुडी को भी अनुसरण करिछि। मु ज्ञानर केवल अनुसरण करू नाही कारण ज्ञान मोर उद्देश्य नुहे। ज्ञान मोर उद्देश्य नुहे। मोर उद्देश्य होची ईश्वरंकर कार्य करिवा पई जोटा निहाती दरकार जतिकी ज्ञान दरकार सेतिकी ज्ञान मते मिलिछि। मु ताकू आपण ज्ञान मार्ग कहि पारंती कोन कहि पारंती मु जानि नै। ईश्वरंकर कार्य करिया पई जतिकी ज्ञान दरकार सेतिकी ज्ञान मु पाइछि। तेणु मु ताकू अधिक कहिबे नाही कि गोटे आउ गोटे कोन किछि रूप दो नाही। I am not a ज्ञानी, I do not seek knowledge, मु ज्ञान खोजु नहीं। I have given myself to the divine to accomplish his work। तांको कार्यटिकु भगवान तांकर कार्यटिकु संपन्न करिया पई मो निजकु तांको देई दिछि। And by the divine grace भगवानंकर करुणारु at every moment I know what must be known। प्रत्येक मुहूर्त रे मु जानि पारुछि कोन करिवा को अछि in order to accomplish this work। एई कार्यटी को संपन्न करिया पई एई कार्यटी को साधन करिया पई ओ पाखरे मो मत कोटा करणीय मु सेटा परम करुणा बल रे जानि पारुछि। एटा को आपण ज्ञान कहबे न कहबे सेटा आपण उपर निर्भर करे। वर्तमान प्रभु श्री अरविंद को ज्ञानी बोली किए न जाने। ज्ञानर से सागर
ज्ञानर सागर तो नहीं, ज्ञानर महासागर। ज्ञानर महासागर भी नुहे, से होचंती ज्ञानर अतल तल महासागर। से ज्ञानर महाकाश भी नुहंती, से ज्ञानर अनंत महाकाश। तो से निजे कहउचंती एई भली कि मु ज्ञानी नुहे, भगवान कार्य करने जी ज्ञान दरकार मत करुणा बल मिली, तेणु तांको कार्यटी को संपन्न करने जी ज्ञान आवश्यक होचे से मत दया परवश दौरान आउ मुझे ज्ञान नहीं कि बंचुची। माँ से कथाटी जोड़िले, से कहले इट इज एन एडमायरेबल स्टेट, इटा भारी प्रशंसाजनक अवस्था स्थिति। कहीं ना जदि मो ज्ञानी बोली मो पाखे कौन सी अहंकार अहमिका स्पर्धा कौन सी गोटे कौन सी बाटर गोटे अस्मिता भी था जे मु ज्ञानी, ताले सेटा आपण शांति को व्याहत कर। कौन सी आटप सेटा अहंकार हो कि स्पर्धार हो, सेटा आपण भारी पड़ो, ओजन हम। मनीष अशांति मध्य प्रवेश करे कारण से मेंटेन करिया पड़े। तेणु प्रभु कह मु तो ज्ञानी नुहे, यहीटा हूँ गोटे एडमायरेबल स्टेट, प्रशंसनीय अवस्था। आउ मां भाषा इट इज परफेक्ट पीस ऑफ माइंड, मनर अति यथार्थ शांतिर कथा। ये जदि किछि बाटरे गोटे स्पर्धा रहिबो जे मु ज्ञानी कि मोर गोटे स्टाम्प बाजी जो ब्रांड बाजी जो, से मनीष उपर भारी पड़ियो। There is no longer any need to accumulate acquired knowledge. आमे सब ज्ञान अनेक समय उपार्जन करू, एक्वायर करू, जमी धन संपत्ति एक्वायर करू, सेमती ज्ञान भी एक्वायर करू। किंतु सही एक्युमुलेट करिबा एक्वायर्ड नॉलेज टाको उपार्जित ज्ञान गुडी को संग्रह करिबा तार कोनोसी प्रयोजनीयता नहीं। देयर इज नो लॉन्गर एनी नीड, कारण ज्ञानी हवा आमर लक्ष्य नुहे, एपरिकी कर्मी हवा मध्य आम लक्ष्य नुहे, भक्त हवा आमर लक्ष्य नुहे। आमर लक्ष्य होची भगवान कार्य करिया पई जेतिकी भक्ति दरकार, भगवान कार्य करने जेतिकी कर्म संभव, भगवान कार्य करने जेतिकी ज्ञान दरकार सेतिकी मिलू, अधिक नुहे कि बेसी नुहे, सेतिकी मिलू जहा बल आम भितर कौन सी आटोप रहिबो नहीं, कौन सी गोटे प्रदर्शन भी आम करवानी जे देख आम केड़े बड़ ज्ञानी कि केड़े बड़ कर्मी। तेणु से जो एक्वायर्ड नॉलेज को एक्युमुलेट करिवार आउ किछि आवश्यकता नहीं, ज्ञान उपार्जन करी ताको ठुलो करी रखिवार आवश्यकता नहीं। रिसीव्ड आइडियाज व्हिच हैव टू बी मेमोराइज्ड, आपण अनेक गुडे धारणा गुडी को मुखस्थ करी कि ताको मेमोराइज करिवे, सब कथा मन रखिवे। मत जने बड़ भाई थिले कहती ये जो स्कॉलर माने पंडित माने सब सकल एकेडमिशियन से रिसर्च पेपर गुड़ा कहीं पढ़ुचंती, से कौन मुहरे कही पारती। मत कहली जो माने रिसर्च टी माइंड से माने सब बेले जानी थांती ज्ञानटी सीमित नुहे, ज्ञानटा सब परिवर्तित हो पारे। जेतिकी ज्ञान से माने हासिल रखिचंती सेटा को लिपिबद्ध कर रखंती, सो दैट परवर्ती समय से ज्ञानटी को से रिसर्च टी को से माने अधिक एक्सटेंड करिवे। तेणु यही हूँ गोटे स्कॉलास्टिक गोटे प्रेजेंटेशन आउ नॉन स्कॉलास्टिक प्रेजेंटेशन भितर फरक। जड़े मनरू कही जाउछंती
आउ जने तांको रिसर्च भितर कहउचंती पेपर रु कहउचंती या ह्यूज फरक मां कहउचन से जहाँ भी कर तुम जिते आइडियाज गुडी को आनिकी मेमोरी रे रखुछ मेमोरी रे तुम स्मृति भितर it is no longer necessary to clutter one's brain with thousands and thousands of things in order to have it one command. धारणा तो मोर नुहे मन करंतु मो श्री अरविंदंकर कथाटी बाहर कहूची आउ पांजन को कहूची धारणाटा मोर कि मु धारणाटा को मुखस्थ कर रखिली या द्वारा कौन हम मस्तिष्कटाकू माने श्री अरविंद को प्रतिष्ठित करिया मोर लक्ष्य नुहे आमर लक्ष्य हो सत्यर प्रतिष्ठा श्री अरविंद होउछंती अग्रगामी पुरुष से आमर गुरु पथप्रदर्शक से आमको आगको नहीं छंती से आलोकर बाट धरैछंती लक्ष्य भगीरथ नुहंती लक्ष्य गंगा पतितापवनी गंगा से जो गंगा को आनी छंती सेठी हमें रहिबा तेणु आपण ताको मेमोराइज करले हजार हजार धारणा गुडी को मुखस्थ करी रखिले मेमोराइज करिकी थाउजेंड्स ऑफ थिंग्स एंड थाउजेंड्स ऑफ थिंग्स ता द्वारा मस्तिष्कटी आपणकर कोन हैला मस्तिष्कटी हजार हजार स्तूप द्वारा क्लटर हो अस्त व्यस्त हो बड़ भिड़ है बड़ भिड़ बोली से कहउचंती in order to have at one's command जितरो समय आसिकी पहुंचो आमे केवल गोटे निर्देशर कार्यकारी करियो सबुठार गुरुत्वपूर्ण कथाटी है आमे एपरी पंडितिया बुद्धि गुड़ा कहीं करू the knowledge that is needed to perform an action to impart a teaching to solve a problem आमे हजारटा जिनिस साहित्य की रखीचु कारण जेते बेले गोटे कर्मटी को संपादन करिया पड़िबो परफॉर्म एन एक्शन सेते बेले आमे से ज्ञान रु गोटे आनिबा कि दीटा आनिबा इम्पार्ट टीचिंग आमे जहा पढ़ी चंती से टीचिंग शिक्षा दबा पई काहाकू आमे धरंतु दरकार करबा किबा गोटे समस्यार समाधान करिया पई आमे दरकार करबा किंतु एणे आम ज्ञानी हबार लक्ष्य रे आम मस्तिष्कटी भाराक्रांत हो सारी अस्थिर हो सारी से ज्ञान मोर दरकार नहीं बोली प्रभु कहते कहीं मत तो मु जानी मो कामटी कौन आई नो तेणु काले समय आसिले कार्यटीए करने क्या किसी शिक्षा देवाई गोटे समस्यार समाधान करने ये ज्ञान गुड़िक दरकार पड़ो मुझे साहित्यिक रखी पहाड़ भली सेपरी गोटे लक्ष्य नहीं प्रभु काम करना प्रभुंकर मनटा किपरि थिला द माइंड इज साइलेंट मन थिला नीरव द ब्रेन इज स्टिल मस्तिष्क थिला निश्चल एवरीथिंग इज क्लियर सब किछि थिला स्वच्छ क्वाइट एंड काम स्थिर शांत देखो ये शब्द गुड़ी केवल आम पढ़िया आमे भी से काम करूना यदि आमे सेमती भावुवा जे आमे भावना कारिका गोटे पढ़िले आमर आउ चार्टा ज्ञान बढ़ीज से भी आप मन रू पोची दिंतु ज्ञान बढ़ाई ज्ञान परिवर्धक व्यवस्था ये नुहे ये व्यवस्था हूँ कौन कले आपण मन शांत हम
शब्द गुड़ी देखुंट द माइंड इज साइलेंट द ब्रेन इज स्टिल एवरीथिंग इज क्लियर क्वाइट एंड काम सेटा होची तो आपण 50टा वॉल्यूम प्रभुंकर मांकर मिसेकी सपोज पढ़ी सारे आपण मन स्थिर तो आपण मस्तिष्क निश्चल आपण मस्तिष्क शांत स्वच्छ एपरी अवस्था अच्छी तो and at the right moment by divine grace a drop of light falls into the consciousness यथार्थ मुहूर्त रे भगवानंक करुणारू गोटे बिंदु आलोक आम चेतना उपरे खसी पड़े एंड व्हाट नीड्स टू बी नोन इज नोन जोटा आपन को जानिबा दरकार थिला सेही कथाटी आपन जानि जा एक्चुअली सृष्टिटा सेमिति चले गोटे चढ़ई अंडा दे सारा परे अंडा सहित कौन व्यवहार करिवो से अंडाटीर भितर जेतेबेले कला चढ़ई छुआटे जन्म हो ताकू से केते व्यवहार करिवो केमिति खाइया दबो जेतेबेले ताकू घर करिया दरकार अंडा दवा समय आसिले से केमिति घर बसा तैयारी करिवो से ज्ञान गुड़िक तार चेतना मध्य को गोटे खसी पड़ुछि गोटे चढ़ई छुआर उदाहरण देली आम पृथ्वी रे सेही मनीष माने गुड़े अच्छा आमे भी सब सेही पर्यायर कि आम लक्ष्य कर मन करतु गोटे झील तार बयस 2 वर्ष माँ टे कोल पूरे गेल कर 20 वर्ष हेन 20 वर्ष पर 22 वर्ष हो कि 25 वर्ष पर 27 वर्ष हो से झीलटी भी माटे हो एबे से झील ही स्नेह पाउची किंतु से दिन ता भितरे मातृत्वर से चेतनाटी आपे प्रकाशित हो यही हूँ विश्व व्यवस्था मो मनीषर कथाटी जेपरी जीव जंतु मान कथा से वृक्षलता मान कथा भी से तेणु केड़े सुंदर शब्द रे माँ कहते एट द राइट मोमेंट बाय डिवाइन ग्रेस ये पुणी क्या बल हम भगवान करुणा बल कौ समय हम ना जो समय दरकार यथार्थ मुहूर्त ए ड्रॉप ऑफ लाइट गोटे बिंदु आलोक फॉल्स इनटू द कॉन्शियसनेस चेतना मध्य को खसी पड़े एंड व्हाट नीड्स टू बी नोन इज नोन जो जिनस जानिया दरकार से जिनस जानी आज 2 वर्षर झील को जब पचरा जो मातृत्व कौन से कौन बुझीपर मातृत्वर समय पाखे से ज्ञान आसी आमर जो अति परिचित जो मैंने सब अच्छा भारी अंतरंग सत्ता सब धरतु भर किए जदि गोटे माटी हुए मुझे पचारे तू तोर चेतनाटा एमती कम केमती कर मत से कह जने अद्भुत कथा मत कहला कहले तो मत लगुच मो चेतनाटा पूरा उल्ट पालट हो बदली गला कारण जो चेतना रे मु अवश्य रोथली से चेतना रे मु ना से चेतना मध्य को ज्ञान से बिंदु आलोक भगवान करुणार खसी पड़ी तेणु जहाँ जानिबा कथा मु जानी जाइछि व्हाई शुड वन केयर टू रिमेम्बर जदि सेपरी हुए ताहले आमे एते कथा को जदि सेपरी हेउछि से प्रकृति रे जोटा प्रयोजन सेटा आसिक पहुंचुछि जोटा प्रयोजन से ज्ञान जदि आम भितर आसुची भगवान करुणा आम चेतना मध्य से भली कार्य करुछि तबे आमे मेमोराइज करिया को मन रे ताको रखिया पई मेमोराइज करिया पई मेमोरी हैज इट्स ओन अर्थ ठीक अछि गोटे एकेडमिशियन हवा पई गोटे ज्ञानी हवा पई अनेक कथा मने आमे रखंती दरकार भी पड़े किंतु सेति पई बहुत टोरिड हे जबा प्रियकुपाड हे जबा किछ आवश्यकता नै मांकर कथा ला why should one care to remember why I try to retain that knowledge
ତମେ ସେଇ ଜ୍ଞାନଟାକୁ ଧରି ରଖିବା ପାଇଁ, ରିଟେନ୍ କରିବା ପାଇଁ, ତାକୁ ସ୍ମରଣ କରି ରଖିବା ପାଇଁ, ମେମୋରି ଭିତରେ ରଖିବା ପାଇଁ, ସ୍ମୃତି ଭିତରେ ରଖିବା ପାଇଁ ଏତେ ଯତ୍ନଶୀଳ କାହିଁକି ହଉଛ? ତମର ଲକ୍ଷ୍ୟ କି ଜ୍ଞାନୀ ହବା? ପ୍ରଭୁ ତ କହୁଛନ୍ତି ମୁଁ ଜ୍ଞାନୀ ନୁହେଁ। On the day or at the moment that it is needed, one will have it again. ମା ସ୍ପଷ୍ଟ ରୂପେ କହୁଛନ୍ତି ଯୋଉ ଦିନ ଯୋଉ ମୁହୂର୍ତ୍ତରେ ଜ୍ଞାନ ଦରକାର ହବ ସେଇଟା ଆସି ପହଞ୍ଚିବ। ଏବେ ଆପଣମାନଙ୍କର ଯାହା ସମସ୍ୟା ରହିଛି ତାର ସମାଧାନ ପାଇଁ ଆପଣଙ୍କୁ ଗୋଟେ ଜ୍ଞାନ ଦରକାର। ସେ ଜ୍ଞାନଟି କିଏ ଦିଅନ୍ତି? ଆପଣଙ୍କ ଭିତରେ, ଆପଣଙ୍କ ଚେତନା ମଧ୍ୟକୁ ସେଇ ଜ୍ଞାନଟି ଅବତରଣ କରେ। ଗୋଟେ ଏମର୍ଜେନ୍ସି ଆସୁ ତ ଆପଣ ଭାବି ପାରିବେନି ଆପଣଙ୍କ ଭିତରେ କି ଶକ୍ତିମତ୍ତା ପ୍ରବେଶ କରିଯିବ। ସବୁଠାରୁ ବିପଦ ସମୟରେ ମଣିଷ ସେଇ ଜ୍ଞାନମତ୍ତାଟାକୁ ଦେଖାଏ, ସବୁଠାରୁ ବଡ ବିପଦ ସମୟରେ। ତେଣୁ ଆପଣ କହିବେନି ଯେ ମୋ ପାଖରେ ଜ୍ଞାନଟି ଯୋଉଟା ଦରକାର ଥିଲା ସେଟା ଆସିଲାନି, ଏମିତି ହୁଏନି। ସବୁଠାରୁ ଆନନ୍ଦମୟ ମୁହୂର୍ତ୍ତ ହଉ, ପ୍ରତ୍ୟେକ ମା ତ କହୁଛନ୍ତି ପ୍ରତ୍ୟେକ ମୁହୂର୍ତ୍ତ, ଯେଉଁ ଦିନ on the day or at the moment that is needed, one will have it again. ଯେତେବେଳେ ଦରକାର କରିବେ ଜ୍ଞାନ ଆସିକି ଆପଣଙ୍କ ପାଖରେ ପହଞ୍ଚିବ। ତାହେଲେ ଆମେ କଣ କରିବା? At each second one is blank page. ଆପଣ ପ୍ରତି ମୁହୂର୍ତ୍ତରେ ଗୋଟେ ବ୍ଲାଙ୍କ ପେଜ ହେଇକି ରୁହନ୍ତୁ ନା, ସାଦା କାଗଜ, ଲେଖା ହୋଇ ନଥିବା କାଗଜ। ଆପଣ ଯଦି ମେମୋରି ରଖିଲେ ତାହେଲେ ଆପଣ ଲେଖା କାଗଜ ହେଇଗଲେ, ସାଦା କାଗଜ ନୁହନ୍ତି, ସାଦା ପୃଷ୍ଠା ନୁହନ୍ତି, ବ୍ଲାଙ୍କ ପେଜ। ସେ ବ୍ଲାଙ୍କ ପେଜ କାହିଁକି ରଖିବା ନା, on which what must be known will be inscribed. ଯୋଉ କଥାଟା ଜାଣିବା ଆବଶ୍ୟକ ସେଇ କଥାଟା ଲିଖିତ ହେଇଯାଉଥିବ। ଆଉ ଯଦି ଆପଣଙ୍କ ବ୍ଲାକବୋର୍ଡରେ ସବୁ କଥା ଲେଖା ସରିଛି ବିଫୋର, ତାହେଲେ ଆଉ ନୂଆ କରି କଣ ଲେଖା ହବ? ଆପଣ ମତେ, ମୁଁ କହିବି ମତେ ଗୋଟେ ପେପର ଦିଅନ୍ତୁ, ଆପଣ ମତେ କି ପେପର ଦେବେ? ଲେଖା ହେଇଥିବା ପେପର କି ଅଲେଖା ପେପର? ଯୋଉ ମୁହୂର୍ତ୍ତରେ ଭଗବାନ ଆମକୁ କି ମା ଆମକୁ ମନଟିଏ ମାଗୁଛନ୍ତି, ସେ କଣ ମାଗୁଛନ୍ତି? ସାଦା ମନଟିଏ ମାଗୁଛନ୍ତି ନା ଏକାଥରେ ପୁରା ଜ୍ଞାନ ଗର୍ଭିତ ହେଇକି ଭୀଷଣ ଜ୍ଞାନରେ ଗୋଟେ ସଜ୍ଜିତ ମନଟିଏ ସେ ଚାହୁଁଛନ୍ତି? ଏକଦମ ସରଳ, ସ୍ଥିର, ସ୍ୱଚ୍ଛ ମନଟିଏ ସେ ଚାହୁଁଛନ୍ତି। ଯୋଉଟା what must be known will be inscribed, ଯୋଉଟା ଦରକାର ସେଇଟା ସେ ଲେଖିଦେବେ, ଆଉ ଆମେ ତାକୁ ଗ୍ରହଣ କରିବା। in the peace, the repose, the silence of the perfect receptivity. perfect receptivity କହିଲେ ଗୋଟେ ପରିପୂର୍ଣ୍ଣ ଗ୍ରହଣଶୀଳତା। ସେ ଗ୍ରହଣଶୀଳତାର ରହିଛି ଗୋଟେ ଶାନ୍ତି, ରହିଛି ଗୋଟେ ବିଶ୍ରାନ୍ତି, ରିପୋଜ। କୌଣସି ଉଦ୍ବିଗ୍ନତା ନାହିଁ, କୌଣସି ଚଞ୍ଚଳତା ନାହିଁ, କୌଣସି ଅସ୍ଥିରତା ନାହିଁ। ସାଇଲେନ୍ସ, ନୀରବତା, ନିଃଶବ୍ଦ। ତେଣୁ ନୀରବତା, ଶାନ୍ତି ଆଉ ରିପୋଜ, ନିରୁଦ୍ବିଗ୍ନତା ଯୋଉଠି ରହିଛି ସେଇଟା ତ ସ୍ୱର୍ଗ। ଆପଣ ଉଦ୍ବିଗ୍ନ ନୁହନ୍ତି, ଆପଣ ଚଞ୍ଚଳ ନୁହନ୍ତି, ଆପଣ ଅସ୍ଥିର ନୁହନ୍ତି, ଆପଣ ଅଶାନ୍ତ ନୁହନ୍ତି, ଆପଣ କୋଳାହଳପୂର୍ଣ୍ଣ ନୁହନ୍ତି, ନଏଜି ନୁହନ୍ତି। ଆପଣ ନୀରବତା, ଆପଣ ନିରୁଦ୍ବିଗ୍ନତା, ଆପଣ ଶାନ୍ତି। ଆଉ ସ୍ୱର୍ଗଟା କେତେ ଦୂର? ମଣିଷ ଏଇଟା ବୁଝିବାକୁ କେତେ ସମୟ ନବ ଜଣା ନାହିଁ, ବଟ୍ ଇଟ୍ ଇଜ ଟ୍ରୁ। ଆମେ ଜୀବନରେ ଭାଇ ଭଉଣୀ ମାନେ, ମୁଁ ଅତି ଦାୟିତ୍ୱର ସହିତ କହୁଛି ଯେ ଆମେ କୋଉମାନେ 40 ବର୍ଷ ହେଲା ଅଛନ୍ତି, କିଏ 4 ବର୍ଷ ହେଲା ଅଛନ୍ତି, କିଏ 15 ଦିନ ହେଲା ମାଙ୍କୁ ଆଶ୍ରୟକୁ ଆସିଛନ୍ତି, କିଏ ମାଙ୍କୁ 15 ବର୍ଷ ହେଲା ଜାଣିଲେଣି,
ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯଦି ଆମ ଜୀବନରେ ଆମେ ଗୋଟେ ସାଦା କାଗଜ ଖଣ୍ଡେ ହେଇପାରିବା, ଶାନ୍ତିରେ ଯଦି ବିଶ୍ରାନ୍ତିର ସହିତ କୌଣସି ଉଦ୍ବେଗହୀନ ଅସ୍ଥିରତା ରହିତ ଅବସ୍ଥାରେ ନିରବତାରେ ଗୋଟେ ଗ୍ରହଣଶୀଳତାରେ ଆମେ ମାଙ୍କୁ ସ୍ଥାୟୀ ପ୍ରାର୍ଥନା କରୁଥିବା, ମା ଯୋଉ ଜ୍ଞାନଟି ଦରକାର ସେଇ ଚେତନାର ପୃଷ୍ଠରେ ସେଇ କଥାଟାକୁ ଇନସ୍କ୍ରାଇବ କରିଦିଅ, ଲେଖିଦିଅ, ତାହେଲେ ତାଠାରୁ ବଡ ଉପଲବ୍ଧି ବାସ୍ତବରେ କିଛି ନାହିଁ। ବଡ ଉପଲବ୍ଧି ଦ୍ୟାଟ୍ ଇଜ ଦ ହାଏଷ୍ଟ, ଗୋଟେ କହିବାକୁ ଗଲେ ଏକ ପ୍ରକାର ହାଏଷ୍ଟ ଉପଲବ୍ଧି। ପ୍ରଭୁ ଶ୍ରୀ ଅରବିନ୍ଦ ଏତେ ବିଶାଳ ଗ୍ରନ୍ଥ ସବୁ ଲେଖିଛନ୍ତି, ଆପଣଙ୍କୁ ଲାଗୁଥିବ ସବୁ ପୃଷ୍ଠା କମା ସେ ମନେ ରଖିଥିବେ। ଯୋଉଟା ଅବତରଣ କରିଛି ସେଇଟାକୁ ଲେଖିଛନ୍ତି। ବହୁତ ଚିନ୍ତା କରିକି ଭାବି ଚିନ୍ତିକି ମେମୋରାଇଜ କରିକି ବହୁତ କଷ୍ଟ କରିକି ସେ କଣଟି କରିନାହାନ୍ତି। ଏଟା ତ ରିଭଲ୍ୟୁସନ। ଗୋଟେ ଦର୍ପଣରେ ଗୋଟେ କଥାଟି ପ୍ରକାଶିତ ହେଇଯାଏ, ରିଫ୍ଲେକ୍ଟେଡ ବ୍ୟାକ୍। ସେମିତି ପ୍ରଭୁ ହଉଛନ୍ତି, ତାଙ୍କ ମଧ୍ୟକୁ ସେ ଜ୍ଞାନଟି ଅବତରଣ କରି ସେ ନିଜେ ଗୋଟେ ଯନ୍ତ୍ର ହେଇଯାଇଛନ୍ତି। ଯେମିତି ବ୍ୟାସଙ୍କର ଜ୍ଞାନ ଗଣେଶଙ୍କର ମସ୍ତିଷ୍କକୁ ଡିସେଣ୍ଡ କରୁଥିଲା, ସିଏ ଲେଖୁଥିଲେ ମହାଭାରତ। ଗଣେଶ ସେଠି ହଉଛନ୍ତି ସ୍କ୍ରାଇବ। ତେଣୁ ସେମିତି ପ୍ରଭୁ ଶ୍ରୀ ଅରବିନ୍ଦ ଏଠି ହଉଛନ୍ତି ସ୍କ୍ରାଇବ, ନିଜେ ସେଇ ମହାଚେତନାର ମହାକଥାଟିକୁ ନିଜେ ଅବତରଣ କରିଛନ୍ତି ଆଉ ତାଙ୍କରି କଲମରେ ଲେଖନୀରେ ଲେଖିଛନ୍ତି। One knows what must be known. ବର୍ତ୍ତମାନ କଥା ହେଲା କୋଉଟା ଜାଣିବା ଉଚିତ, କୋଉଟା ଜ୍ଞାତବ୍ୟ, ଆମେ ସେ ବିଷୟରେ ଧାରଣା ଆମର ଅଛି କି? କୋଉଟା ମୁଁ ଜାଣିବା ଉଚିତ ସେ ବିଷୟରେ ମୋର ଜ୍ଞାନଟି ରହିଛି କି? ତେଣୁ ପ୍ରଥମେ ୱାନ୍ ନୋଜ୍ ହ୍ୱାଟ୍ ମଷ୍ଟ ବି ନୋ, ଯାହା ଜ୍ଞାତବ୍ୟ, ଯାହା ଜାଣିବା ଉଚିତ ସେଟା ଆମେ ଜାଣିପାରିବା ଉଚିତ। ଜଣେ ବ୍ୟକ୍ତି ଅଛନ୍ତି, ଓଡ଼ିଶାର ଅତି ବଡ଼ ବିଦ୍ୱାନରେ ତାଙ୍କୁ ଗଣାଯାଏ। ଅସରନ୍ତି କାବ୍ୟ ଭଣ୍ଡାର ଗୁଡ଼ିକୁ ସେ ମନେ ରଖିଛନ୍ତି, ଓଡ଼ିଆ କାବ୍ୟ ଭଣ୍ଡାର। ସେଥିପାଇଁ ତାଙ୍କୁ ଅନେକ ଲୋକ ଆଦର କରନ୍ତି, ବହୁତ ସଭା ସମିତି ବି ସେ ଯାଆନ୍ତି, ଅନେକ ଲୋକ ସେ ଜିନିଷଟାକୁ ଆପ୍ରିସିଏଟ କରନ୍ତି। କାରଣ ମେମୋରିଟା ସମସ୍ତଙ୍କର ବସର କଥା ନୁହେଁ, ସମସ୍ତେ ଏଟା ପାରିବେ ବି ନାହିଁ। ସେ ବି ଗୋଟେ ତପସ୍ୟାର କଥା। ଦିନେ ମୋର ସେ ଦେଖା ହେଲେ, ରାଉରକେଲା ଆସିଥିଲେ। ମୁଁ ତାଙ୍କୁ କହିଲି, ଆପଣ କେତେ ଖଣ୍ଡ କାବ୍ୟ ମନେ ରଖିଛନ୍ତି? ଭାଇ ସେଟା ମୁଁ ଜାଣିଛି, ଗଣିଛି, ତଥାପି କାହିଁକି ମୁଁ ଯୋଉଟା ଥରେ ପଢେ ମୋର ମନେ ରହିଯାଏ, ମୁଁ ଗୋଟେ ଗ୍ରେସ୍ ପାଇଛି। ମୋର ବଢିଆ କଥା, ଆପଣ କେତେ କାବ୍ୟ ମନେ ରଖିଥିବେ? କିଛି ନହେଲେ 60-70ଟା ବଡ ବଡ କାବ୍ୟ ମୁଁ ମନେ ରଖେ। ୱଣ୍ଡରଫୁଲ। ମାନେ ଉପେନ୍ଦ୍ର ଭଞ୍ଜଙ୍କୁ ମୁଁ ଅନର୍ଗଳ ଗାଇ ଦେଇଛି, ରାଧାନାଥ ରାୟଙ୍କୁ ମୁଁ ଅନର୍ଗଳ ଗାଇ ଦେଇଛି, ମୁଁ ସ୍ୱଭାବ କବି ଗଙ୍ଗାଧରଙ୍କର ସବୁ କାବ୍ୟ କବିତା ମନେ। ମୁଁ କହିଲା, ଏଇଟା ଆପଣ କଣ କାମରେ ଆସୁଛି? ଖାଲି ସଭା ସମିତିରେ ଭାଷଣ ଦେବା ଛଡା ଆପଣଙ୍କର ଆଉ କଣ କାମରେ ସେଗୁଡା ଆସୁଛି? କିନ୍ତୁ ସିଏ ରହିଗଲେ, ଚିନ୍ତା କଲେ, କହିଲେ ଭାଇ ମୁଁ ଏଟା କାଲି ପରଦିନ ଆପଣଙ୍କୁ କହିବି। ମୁଁ କହିଲି ହଉ ଠିକ ଅଛି। 2 ଦିନ ଗଲା, ସେ କହିଲେ ପ୍ରଶ୍ନଟି ଭାରି ଅଡୁଆ କିନ୍ତୁ କଥାଟି ଭାରି ଗମ୍ଭୀର। ମୁଁ ସାରା ଜୀବନ ବ୍ୟୟ କରିକି ଏତେ କଥା ମନେ ରଖିଛି ବୋଲି ଏତେ ଆଦର ପାଉଛି, କିନ୍ତୁ ସେଇଟା ମତେ ଦରକାର କି ନାହିଁ ମୁଁ ଜାଣିନାହିଁ। ଏବେ ଯେତେବେଳେ ସେଟା ଦରକାର କି ନାହିଁ ମୁଁ ଖୋଜୁଛି, ସେତେବେଳେ ମୋ ହାତରେ ସେ ଜ୍ଞାନଟି ଆସୁନାହିଁ। ମୂଳ କଥା ହେଲା, ଆମେ ଜାଣନ୍ତି ନାହିଁ ଆମକୁ ବାସ୍ତବରେ କଣ ଦରକାର। ଯଦି ଆମେ ଜାଣିଯିବା, one sees what must be seen, ଯୋଉଟା ଦେଖିବା ଉଚିତ ଆପଣ ସେଇଟା ଦେଖିବେ, ଯୋଉଟା ଜାଣିବା ଉଚିତ ଆପଣ ସେଇଟା ଜାଣିବେ।
since what must be known and seen comes directly from the supreme. ସେପରି କାହିଁକି ମା କାହିଁ କହିଲେ ନା ଯାହା ଆମେ ଜାଣୁଛନ୍ତି ଯାହା ଆମେ ଦେଖୁଛନ୍ତି ବା ଆମେ ଯାହା ଦେଖିବା ଉଚିତ ଯାହା ଜାଣିବା ଉଚିତ ସେଇଟା ସିଧା ସିଧା ପରମାତ୍ମାଙ୍କ ଠାରୁ ଆସୁଛି ଡାଇରେକ୍ଟଲି ଫ୍ରମ୍ ସୁପ୍ରିମ୍। ଆମେ ଏଇ ବିଷୟରେ ବହୁତ ଚିନ୍ତା କରିବା। ମନେ କରନ୍ତୁ ଏବେ ଆପଣ ମାଙ୍କୁ ପଢୁଛନ୍ତି, ଆପଣ ଭାବୁଛନ୍ତି କି ଏଇଟା ଆପଣଙ୍କର ଦରକାର ଅଛି ବୋଲି ଆପଣ ଜାଣିଛନ୍ତି ବୋଲି? ଆର୍ ୟୁ ସିଓର? ଏଇଟା ହିଁ ଦରକାର। ପରମାତ୍ମା ଏଇ ନିର୍ଣ୍ଣୟ ନେଇଛନ୍ତି ଯେ ଆପଣଙ୍କୁ ଏଇଟା ଦରକାର, ତେଣୁ ଆଜି ଆପଣ ଏଟା ଜାଣୁଛନ୍ତି। କୌଣସି ଅନୁଭୂତି ଆମ ପାଖକୁ ବ୍ୟର୍ଥରେ ଆସିନାହିଁ, ବ୍ୟର୍ଥ ଆସିନାହିଁ। ଯୋଉ ଅନୁଭୂତିଟି ଯୋଉ ଜ୍ଞାନଟି ଯୋଉ ଅନୁଭବଟି ଆମକୁ ଆବଶ୍ୟକ ଥିଲା ସେ ଯେତେ ଅପ୍ରୀତିକର ହଉ, ଯେତେ ପ୍ରତିକୂଳାତ୍ମକ ହଉ, ଯେତେ ଘୃଣାବ୍ୟଞ୍ଜକ ହଉ, ଆପଣ ଏଟା ଭଲ ପାଉନାହାନ୍ତି, ଠିକ ଅଛି, ଇମେଟେରିଆଲ, କିନ୍ତୁ ସେଇ ଅନୁଭୂତି ଭିତର ଦେଇ ଆପଣଙ୍କ ଆତ୍ମାକୁ ଯାତ୍ରା କରିବାର ଥିଲା ଏଟା ସୁନିଶ୍ଚିତ। ହଁ, ଆମ ଗ୍ରହଣଶୀଳତାର, ଆମ ଶାନ୍ତିର, ଆମ ନିରୁଦ୍ବିଗ୍ନତାର, ଆମ ନିରବତାର କୋଉଠି ହୁଏତ ଅଭାବ ଥାଇପାରେ। ଆମେ ଯୋଗ ଜୀବନର ଉପାଦାନ ଗୁଡିକ ହୁଏତ ସେଠି କାମରେ ଲଗାଉନାହାନ୍ତି, ଠିକ ହେଇପାରେ, କିନ୍ତୁ ଏକଥା ସତ୍ୟ ଯେ ଯାହା ଦରକାର ଥିଲା ତାହା ଆସେ। ଯାହା ଜାଣିବା ଆବଶ୍ୟକ, ଯୋଉ ଅନୁଭୂତିଟି ଆପଣଙ୍କୁ ଦରକାର ଅଛି ସେଇଟା ହିଁ ଆସିବ, ନଥିଙ୍ଗ ମୋର ନଥିଙ୍ଗ ଲେସ୍। ଇଟ୍ ଇଜ ଟ୍ରୁଥ ଇଟସେଲ୍ଫ। କାରଣ ଯାହା ପରମାତ୍ମାଙ୍କ ପାଖରୁ ଆସିବ ସେଇଟା ତ ଗୋଟେ ଅଭେଦ୍ୟ ସତ୍ୟ ହେଇଥିବ, and is completely eludes of notions of reason or folly. ସେଇଠି ନା ରିଜନ୍ସ ବୁଦ୍ଧି ଅଛି ନା ସେଠି ଭ୍ରାନ୍ତି ଅଛି। ତାହା ଏକ ନିରୁତା ଅନୁଭବ ମାତ୍ର, ସବୁବେଳେ ସେଟା ଶାନ୍ତିମୟ ନ ହେଇପାରେ। ଆମେ ଭାବୁଛୁ ଯୋଉଟା ଶାନ୍ତିମୟ ସେଇଟା ହଉଛି ଗୋଟେ ଦିବ୍ୟ ଅନୁଭୂତି, ଓକେ, ଏଥିରେ ନୋ ଡାଉଟ। କିନ୍ତୁ ବେଳେ ବେଳେ ଆପଣ ଯୋଉ ଅନୁଭୂତି ମଧ୍ୟ ଦେଇ ଆପଣଙ୍କ ଆତ୍ମା ଯାତ୍ରା କରୁଛି ସେଇଟା ଦରକାର କି ଅଦରକାର ଆମେ ଜାଣିନାହାନ୍ତି। ସେଠି କୌଣସି ଭ୍ରାନ୍ତି ନାହିଁ, କୌଣସି ବୁଦ୍ଧି ନାହିଁ, ସେ କେବଳ ସତ୍ୟ। What is true is true, ଯୋଉଟା ସତ୍ୟ ସେଟା ସତ୍ୟ, that's all। ବାସ୍ ସେତିକି ଦରକାର, ସେ ସତ୍ୟ। And no one has to sink very low to wonder whether it is folly or reason। ଆପଣଙ୍କ ପାଖକୁ ଯୋଉ କଥାଟା ଆସିଛି ସେଇଟା ଗୋଟେ ଭ୍ରାନ୍ତି ଥିଲା ବା ସେଇଟା ବୁଦ୍ଧି ଥିଲା, ସେଇ କଥାଟିକୁ ଖୋଜି ବାହାରିବା ପାଇଁ ଆପଣଙ୍କୁ କଣ ହବ? ପ୍ରକୃତରେ ବେଳେ ବେଳେ ବୁଡି ଯିବାକୁ ପଡିବ, ସିଙ୍କ କରିବାକୁ ପଡିବ। To sink very low, ଆପଣ ତଳକୁ ବୁଡିବାକୁ ପଡିବ। ଆମେ ସର୍ଫେସରେ ରହୁ କି ତଳକୁ ବୁଡୁ? ଆମେ ସବୁ ମାଛ ଦି ପ୍ରକାର ଅଛନ୍ତି, ଗୋଟେ ମାଛ ଥାନ୍ତି ପାଣିର ଉପରେ ବୁଲୁଥାନ୍ତି, ଆଉ ଥରେ ଗଭୀର ଗଭୀର ଜଳର ମାଛ। ଆମେ ଛୋଟ ଦିନେ ଗୋଟେ କଥା ପଢିଥିଲେ ନା, ଗୋଟେ ଗଣ୍ଡରେ, ଗୋଟେ ଗଭୀର ଗଣ୍ଡରେ କେବଳ ସଫରି ଫରଫରା ହେଉଥିବ, ଦଣ୍ଡିକିରା ମାଛ ଗୁଡାକ ଫରଫର ହୁଅନ୍ତି, କିନ୍ତୁ ଯିଏ ଭାରି ମାଛ, ଯିଏ ବଡ ମାଛ, ସିଏ ପୁରା ଗଣ୍ଡ ଭିତରେ ଥିବ, ବାହାରୁ ନଥିବ। ତେଣୁ ଆମେ ଯଦି ପ୍ରକୃତରେ ଗଭୀରକୁ ବୁଡିଯିବା, and one has to sink very low to wonder whether it is folly or reason, ଆପଣ ଅତି ଗଭୀରକୁ ଯାଇପାରିଲେ ଯାଇକି ସେଟା ଜାଣିପାରିବେ ସେଟା ବୁଦ୍ଧି ଥିଲା ବା ଭ୍ରାନ୍ତି ଥିଲା, କିନ୍ତୁ ବର୍ତ୍ତମାନ ତାହା ସତ୍ୟ। ମା ସେ କଥାଟିକୁ ଆହୁରି ସୁନ୍ଦର ଭାବରେ ଯୋଡୁଛନ୍ତି, ସାଇଲେନ୍ସ ଆଣ୍ଡ ମଡେଷ୍ଟ, ନିରବତା ଓ ବିନମ୍ରତା, ମର୍ଯ୍ୟାଦାପୂର୍ଣ୍ଣ ନିରବତା, ମଡେଷ୍ଟି ତାକୁ କହନ୍ତି। ମର୍ଯ୍ୟାଦାବନ୍ତ ଲୋକ ସିଏ ନୁହେଁ ଯେ ପ୍ରକୃତରେ ଅନ୍ୟକୁ ବଡ ମର୍ଯ୍ୟାଦା ଦିଏ, ସମ୍ମାନ ଦିଏ।
ମର୍ଯ୍ୟାଦାବନ୍ତ ଲୋକ ସିଏ ଯିଏ ପ୍ରକୃତିରେ ଅନୁଦ୍ଧତ, ତା ପାଖରେ କୌଣସି ଅଧତ୍ୟ ନାହିଁ। ମର୍ଯ୍ୟାଦାବନ୍ତ ଲୋକ ସିଏ ଯିଏ ହମ୍ବଲ, ବିନମ୍ର ଏବଂ ନିରବତାରେ ସେ ରହିଛି। ସାଇଲେନ୍ସ, ମଡେଷ୍ଟ, ହମ୍ବଲ, ଏସବୁ ଦେବଗୁଣ। ଆଟେଣ୍ଟିଭ ରିସେପ୍ଟିଭିଟି, ଆଟେଣ୍ଟିଭ ମାନେ ଅଭିନିବେଶିତ ଗ୍ରହଣଶୀଳତା। नो concern for appearances, ଆପଣ କେମିତି ଦେଖାଉଛନ୍ତି ତା ପାଇଁ କୌଣସି କନସର୍ନ ନାହିଁ। ମାନେ ଆପଣଙ୍କୁ କିଏ ବିନମ୍ର କହୁଛନ୍ତି କି ନାହିଁ, ଆପଣଙ୍କୁ କେହି ଭଲ କହୁଛନ୍ତି କି ଖରାପ କହୁଛନ୍ତି, କିଏ ଆପଣଙ୍କୁ ଜ୍ଞାନୀ କହୁଛନ୍ତି କି କହୁନାହାନ୍ତି, ଇଏ ସେ ହେଲା appearance, ଦିଖାवा। ଦିଖାवाଟା ବଢିଆ ବୁଝିବା, ପ୍ରତିଭାଷାଟା ଟିକେ କଷ୍ଟ ହେଇଯିବ। ଦିଖାवा ପାଇଁ କୌଣସି ଚିନ୍ତା ନାହିଁ, नो concern, even in anxiety to be, କୌଣସି ବ୍ୟସ୍ତତା ବି ନାହିଁ, ବ୍ୟଗ୍ରତା ବି ନାହିଁ। ବ୍ୟଗ୍ରତା ପ୍ରଭୁ ଶ୍ରୀ ଅରବିନ୍ଦଙ୍କୁ ଦେଖନ୍ତୁ, ଏସବୁ ଥିଲା କି ତାଙ୍କ ପାଖରେ ବ୍ୟଗ୍ରତା? ମାନେ ପ୍ରଭୁ ଏପରି ଥିଲେ, ତାଙ୍କୁ ଥରେ ନୂଆ ନୂଆ ସେ ପଣ୍ଡିଚେରୀ ଯାଇଥିଲେ, କେହି ଜଣେ ତାଙ୍କୁ ରୋଷେଇ କରି ଦେଇଥିଲା। ସେମାନେ ପ୍ରଭୁ ଆଗେ ଖାଇଦିଅନ୍ତି, ତାପରେ ଅନ୍ୟମାନେ ଖାଆନ୍ତି। ସେମାନେ ତ ଖାଇଲେ, ସେ କହିଲେ ବହୁତ ଅଲଣା ହେଇଛି, କିଛି ଲୁଣ ଫୁଣ ପଡିନି। ଇଏ ତ ଖାଇପାରୁନଥିବେ, ବଡ ଚିନ୍ତା ଲାଗିଲା। ରାତିରେ କେହି କିଛି କାହାକୁ କହିଲେନି, ସକାଳେ ଉଠିଲେ ପ୍ରଭୁଙ୍କୁ ପଚାରିଲେ, ପ୍ରଭୁ ଆପଣ ତ ଖାଲି ଖାଇପାରୁନଥିବେ, ଗୋଟେ କଷ୍ଟ ହେଇଥିବ। ସେଇଠୁ ସେ କହିଲେ କଣ ହେଲା କି? ନା କଥା କଣ କି କିଛି ଲୁଣ ପଡିନଥିଲା, ଆପଣ କେତେ କଷ୍ଟ ଲାଗିଥିବ, ଆପଣ ଖାଇପାରିନଥିବେ। ସେଇଠୁ ସିଏ କହୁଛନ୍ତି ମତେ ତ ଠିକ ଲାଗୁଥିଲା, ମତେ କିଛି ଅସୁବିଧା ହେଇନି, ମୁଁ ଯେମିତି ଖାଇବା କଥା ସେମିତି ଖାଇଛି। ସେ ଗୋଟେ ଭିନ୍ନ ଅନୁଭୂତି ହେଇପାରେ, କିନ୍ତୁ ତା ଭିନ୍ନତା ମତେ ଗ୍ରହଣ କରିବାର କିଛି ଅସୁବିଧା ନାହିଁ। ଆକୁ ହିଁ କହନ୍ତି ଗ୍ରହଣଶୀଳତା। One is quite modestly, quite humbly, ଅତି ମର୍ଯ୍ୟାଦାବନ୍ତ ଭାବରେ, ଅତି ବିନମ୍ର ଭାବରେ, quite simply, ଅତି ସରଳତାର ସହିତ ଆପଣଙ୍କୁ ଗୋଟେ ଇନଷ୍ଟ୍ରୁମେଣ୍ଟ ହବାକୁ ପଡିବ, ଯନ୍ତ୍ର ହବାକୁ ପଡିବ। which of itself is nothing, ସେ ଯନ୍ତ୍ର ନିଜ ପାଇଁ କିଛି କରୁନାହାନ୍ତି ନା, ଏ ଯନ୍ତ୍ର କାହାଙ୍କ ପାଇଁ? knows nothing, ସେ ଯନ୍ତ୍ର ନିଜେ ବି କିଛି ଜାଣିବା ବି ଆବଶ୍ୟକତା ନାହିଁ, ସ୍ୱୟଂ କିଛି ଜାଣିବା କିଛି ଆବଶ୍ୟକତା ନାହିଁ। ନିଜକୁ ବହୁତ କିଛି ମନେ କରିବା ଦରକାର ନାହିଁ। ଆପଣ ପଣ୍ଡିତ କି ମୂର୍ଖ ଦିଟା ଯାକ ନେଗେଟିଭ। କେହି କହନ୍ତି ଭାଇ ମୁଁ କିଛି ଜାଣିନି, ଦ୍ୟାଟ ଇଜ ରଙ୍ଗ। ଆଉ ଜଣେ ଜଣେ କହନ୍ତି ମୁଁ ସବୁ ଜାଣିଗଲିଣି, ଦ୍ୟାଟ ଇଜ ଅଲସୋ ରଙ୍ଗ। ଆପଣ ଜାଣିବା କି ଦରକାର ନାହିଁ, ଆପଣ ଯନ୍ତ୍ର, ଇନଷ୍ଟ୍ରୁମେଣ୍ଟ, which itself is nothing, knows nothing। ଆପଣଙ୍କୁ ଯଦି ପ୍ରକୃତରେ ଯନ୍ତ୍ର, ସମର୍ପିତ ଯନ୍ତ୍ର, ଆପଣଙ୍କ ମଧ୍ୟକୁ ସେଇ ଜ୍ଞାନ ପ୍ରେରିତ କରାଯିବ ଯୋଉ ଜ୍ଞାନଟା ତାଙ୍କ ସେବା ପାଇଁ ଉଦ୍ଦିଷ୍ଟ ଅଛି। ଆଉ ଯଦି ବାକି ଆମେ ଆକ୍ୱାର କରୁଛୁ ବହୁତ କଥା, ସେଠି କେମିତି କଣ ଗୋଟେ ଇଗୋ କାମ କରିବ, ଟିକେ ହଉ କି ବେଶୀ ହଉ, ବଟ୍ ଇଜ ରେଡି ଟୁ ରିସିଭ୍ ଏଭ୍ରିଥିଙ୍ଗ ଆଣ୍ଡ ଟ୍ରାନ୍ସମିଟ୍ ଏଭ୍ରିଥିଙ୍ଗ। ଆପଣ ବା ଅଲେଖା କାଗଜ, ଯାହା ଲେଖି ଦିଆଯିବ ସେଇଗୁଡ଼ିକ ଆପଣ ଗ୍ରହଣ କରିନେବେ ଏବଂ ସେଗୁଡ଼ିକୁ ସଞ୍ଚାରିତ କରିବେ, ଟ୍ରାନ୍ସମିଟ୍ କରିବେ। ଯେତେବେଳେ ମୁଁ ଆପଣଙ୍କୁ କହି ରଖେ, କେହି ବ୍ୟକ୍ତିଙ୍କୁ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ବିଷୟରେ କହିବା ପାଇଁ ବିଦେଶ ପଠାଯାଉଥିଲା, ଦେଶ ବିଦେଶ ପଠାଯାଉଥିଲା, ସେମାନେ ସିରିୟସ୍ ହେଇ ପଢୁଥିଲେ ଘଣ୍ଟା ଘଣ୍ଟା। କିଛି ଖରାପ କଥା ନୁହେଁ ଜାଣିବା, କିନ୍ତୁ ଉଦ୍ବିଗ୍ନ ହବାନି, ଗ୍ରହଣ କରିବା, ଉଦ୍ବିଗ୍ନ ହବାନି, ବ୍ୟସ୍ତ ହବାନି, ଛାନିଆ ହେଇଯିବାନି। ଅନେକ ଲୋକ ଅଛନ୍ତି କାନ୍ଦି ପକେଇବେ, ଓହୋ ମତେ କଣ କହିବାର ଅଛି, ଏତେ ଲୋକଙ୍କ ଆଗରେ ଭୁଲ ହେଇଯିବ, ମତେ କିଏ ଗାଳି କରିବ,
ମା ସେମାନେ କହୁଥିଲେ ତମେ ଯାହା ଏକ୍ୱାର କରୁଛ କର, ଭଗବାନ ତମକୁ ଯାହା ଦେବେ ତମେ ସେଇଠି ତାକୁ ସେତିକି ଟ୍ରାନ୍ସମିଟ କରିବ, ଏତିକି ହଉଛି ତମ କାମ। ତମେ ଯାଇକି ଆରାମସେ ଛିଡା ହେଇଯା, ସମର୍ପଣର ସହିତ, ବିନମ୍ରତାର ସହିତ, ନିରବତାର ସହିତ, ଗ୍ରହଣଶୀଳତାର ସହିତ, କୌଣସି ବ୍ୟସ୍ତତା ନାହିଁ, କୌଣସି ବ୍ୟଗ୍ରତା ନାହିଁ, କୌଣସି ଉଦ୍ବିଗ୍ନ ଭାବ ନାହିଁ, ଛିଡା ହେଇଗଲେ। ଛିଡା ହେଲା ପରେ ସେଇଠୁ କଣ ହବ ନା ଆପଣଙ୍କ ଭିତରକୁ କଥାଟି ଡିସେଣ୍ଡ କରିବ, ତାପରେ ଆପଣ ତାକୁ ଟ୍ରାନ୍ସମିଟ କରୁଛନ୍ତି, ସଞ୍ଚାରିତ କରୁଛନ୍ତି। ଯଦି ଆପଣ ନିଜକୁ ମନେ ରଖିବେ ମୁଁ ଭାଷଣ ଦଉଛି, ମୁଁ କହୁଛି, ତାହେଲେ କଥା ସରିଲା। ୟୁ ଆର ନଟ୍ ଦେୟାର, ଆପଣ ସେଠି ନାହାନ୍ତି। ଦ ଫାର୍ଷ୍ଟ କଣ୍ଡିସନ ଇଜ ସେଲ୍ଫ ଫରଗେଟଫୁଲନେସ୍। ସେଠି କୌଣସି ଏକ୍ସ, କୌଣସି ୱାଇ, କୌଣସି ଜେଡ୍ ଭାଷଣ ଦଉନାହାନ୍ତି। ସେଠି ଜଣେ ଅଛନ୍ତି, ମା ଅଛନ୍ତି, ନହେଲେ ପ୍ରଭୁ ଅଛନ୍ତି, ଗୋଟିଏ ଚେତନା, ସେ ତାଙ୍କର ଯନ୍ତ୍ରଟିଏ ଛିଡା ହେଇଛି, ତାଙ୍କ କଣ୍ଠସ୍ୱରରେ ଏ ସବୁ କଥା ଚାଲିଛି, ସେ ହାତ ଗୋଡ ହଲଉଛନ୍ତି, ସେ ଗୋଟେ ଯନ୍ତ୍ର। କିନ୍ତୁ କଥା କହୁଛନ୍ତି କିଏ? ସେଇ ପରମ ସତ୍ତା ଭାଗବତୀ ଜନନୀ କହୁଛନ୍ତି, ନହେଲେ ଭାଗବତ ଭଗବାନ ନିଜେ କହୁଛନ୍ତି। ଫାର୍ଷ୍ଟ କଣ୍ଡିସନ ଇଜ ସେଲ୍ଫ ଫରଗେଟଫୁଲ, ନିଜକୁ ଭୁଲି ଯାଅ, ଆତ୍ମବିସ୍ମରଣ, ଏ ଟୋଟାଲ ସେଲ୍ଫ ଗିଭିଂ, ନିଜକୁ ସମ୍ପୂର୍ଣ୍ଣ ଦେଇଦିଅ। ଦି ଆବସେନ୍ସ ଅଫ ଇଗୋ, ସମ୍ପୂର୍ଣ୍ଣ ଭାବରେ ଅହଂର ଅନୁପସ୍ଥିତି। ଯଦି ଅହଙ୍କାର ରହିଲା, ମୁଁ ଭଲ ଭାଷଣ ଦେବି, ମତେ ତାପରେ ସବୁ ପ୍ରଶଂସା ମିଳିବ, ତାହେଲେ ୟୁ ସ୍ପଏଲ୍ଡ ଦି ଗେମ୍, ପୁରା ଖେଳ ଖରାପ ହେଇଗଲା। ତେଣୁ ଏଠି ପ୍ରଥମ ସର୍ତ୍ତ ରଖାଯାଇଛି, ଆପଣ ଜ୍ଞାନୀ ହବା ପାଇଁ ବିକଳ ହେବେ ନାହିଁ, ସାଦା ପୃଷ୍ଠା ହେଇ ରହିବେ, ବହୁତ କଥା ମନେ ରଖିକି ନିଜ ମନକୁ, ନିଜର ବ୍ରେନକୁ ଗୋଟେ ଜମ୍ବଲ କରିଦେବେନି। ଆପଣ ମଡେଷ୍ଟିର ସହିତ, ସାଇଲେନ୍ସର ସହିତ, ରିସେପ୍ଟିଭିଟିର ସହିତ ପରମାତ୍ମାଙ୍କର ସେଇ ମହାନ ଜ୍ଞାନକୁ ଅପେକ୍ଷା କରିବେ। ସେଇଠି ନିଜର ବିସ୍ମରଣ ଆବଶ୍ୟକ ଅଛି, ନିଜକୁ ସମ୍ପୂର୍ଣ୍ଣ ଭାବରେ ଆତ୍ମଦାନ କରିଦେବାର ଆବଶ୍ୟକତା ରହିଛି, ନିଜ ଅହଂର ଏକ ସମ୍ପୂର୍ଣ୍ଣ ଅନୁପସ୍ଥିତି ରହିଛି। ତେବେ ଯାଇକି ଆମେ ଯନ୍ତ୍ର ହେଇପାରିବା। ଆମେ ପ୍ରକୃତରେ ଭଗବାନଙ୍କର କର୍ମ କରିବା ପାଇଁ ବହୁତ ଗୁଡେ ଯନ୍ତ୍ର ଅଛି, ବହୁତ ଗୁଡେ କାମ ଅଛି। ଆପଣ ଜଣକୁ ପାଠଚକ୍ରରେ ଯୋଗଦାନ କରିବା ପାଇଁ କହିବାକୁ ଗଲେ ଆପଣ କାହିଁ ଯାଉଛନ୍ତି କି? ମା ତ ଯାଉଛନ୍ତି, ଆପଣ ଶରୀରଟା ହଉଛି ଆୟୁଧ। ହ୍ୱାଟ ଏଭର ୟୁ ସ୍ପିକ୍, ସେଟା ମା କହୁଛନ୍ତି। ସେ ମାଙ୍କ କଥା ନ ମାନିଲା ନ ମାନୁ, ମୋର କିଛି ଅଭିଶାପ ନାହିଁ, କିଛି ମନ ଦୁଃଖ ନାହିଁ, ଖରାପ ନାହିଁ। କିଏ ଜଣକୁ ମୁଁ 100 ଜଣଙ୍କୁ କହିଥିଲି, ସବୁ 20 ଜଣ ଆଇଛନ୍ତି, 10 କଣ ହେଲା? ମା ତାଙ୍କୁ ଡାକିଲେ, ସେ ଆଇଲେନି, ମୁଁ ଏଠି ଆସିଲି, ମୁଁ କଣ ଡାକି ପାରିବି? ମୋର ସେ ଶକ୍ତି କାହିଁ? And the body says to the supreme Lord, ଆପଣଙ୍କ ଶରୀର ସେତେବେଳେ ପରମ ପ୍ରଭୁଙ୍କୁ ଏଇ କଥା କହୁଥିବ, what you want me to be, ଆପଣ ମତେ ଯାହା ହେବାକୁ ଚାହୁଁଛନ୍ତି, I shall be, ମୁଁ ତାହା ହେବି। what you want me to know, ଆପଣ ମତେ ଯାହା ଜାଣିବାକୁ ଚାହୁଁଛନ୍ତି ତା ମୁଁ ଜାଣିବି। I shall know, what you want me to do, I shall do, ଆପଣ ଯାହା କରେ ବୋଲି ଇଚ୍ଛା କରୁଛନ୍ତି ମୁଁ ତାହା ହିଁ କରିବି। ତେଣୁ ଏସବୁ କଥା କେତେବେଳେ ସମ୍ଭବ? ମୁଁ ଯାହା ଜାଣିବା ଉଚିତ ତାହା ଜାଣିବି, ପ୍ରଭୁ ଯାହା ଚାହୁଁଛନ୍ତି ତାହା ମୋ ଦ୍ୱାରା ହେବ, ପ୍ରଭୁ ଯାହା ବି ତାଙ୍କର କାର୍ଯ୍ୟ ମୋ ଶରୀର ମଧ୍ୟ ଦେଇ କରିନେବାକୁ ଚାହୁଁଛନ୍ତି ସେ ତାହା ହିଁ କରିନିଅନ୍ତୁ। ଏସବୁ ସମର୍ପଣର କଥା, ଏସବୁ ଅଭିପ୍ସାର କଥା, ତେଣୁ ଯୋଗର କଥା। ତେଣୁ ଏତେ ସୁନ୍ଦର ଯୋଗର କଥା ଗୁଡିକ ମାଙ୍କର ଶବ୍ଦାବଳୀରେ ଆପଣ ଶୁଣିଛନ୍ତି, ଆପଣଙ୍କ ଚେତନା ମଧ୍ୟକୁ ଏସବୁ କଥା ଅବତରଣ କରିଛି। ଇଏ ଆମ ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ, ଏକ ଦିବ୍ୟ ମୁହୂର୍ତ୍ତ। ସମସ୍ତଙ୍କୁ ଏହି ମୁହୂର୍ତ୍ତ ମଧ୍ୟରେ ରହିଥିବା କାରଣରୁ ଅସୁମାରୀ ଶ୍ରଦ୍ଧା ଶୁଭେଚ୍ଛା ଜ୍ଞାପନ କରୁଛି ଏବଂ ଆଜିର ଆଲୋଚନାକୁ ଏଇଠି ସମାପନ କରୁଛି। ସମସ୍ତଙ୍କୁ ଶୁଭ ଅପରାହ୍ନ, ବନ୍ଦେ ମାତରମ୍। ମା
बहुत सुंदर आलोचना। अबाध्य मुहूर्त को अटकी पारिबा नहीं। लाइफ एंड द टाइम आर द बेस्ट टीचर। सम्मान दबा समस्त बहुत बहुत कृतज्ञता। भाई को आलोचना निश्चिंत भाव में बोधगम्य। समस्त हृदय को अस्थि मजागत को पहुंची आशा करुछि। तेणु ये लेखार पद कहि, पाया है तुझको मुझे आछी थी करम, मन में बसा कर तेरी मूरत बुलाती हूँ बार बार। कृपा कर मेरी मैया जाऊंगी तुम्हारे घर। समस्ते सही आनंद राज्यर संतान आमे सही आनंद राज्य को जीवा। ज्ञान टिके हेले रास्ता भी खोली खोली जीव। ज्ञान लाभ द्वारा श्रृंखलित व्यवस्थित करे, भल मंद विचार करे, इच्छा शक्ति आत्म श्रृंखला को नियंत्रण करे और निम्न प्रकृति को नियंत्रण करे और परिवर्तन करे। तो हृदयंगम विचार करे, ग्रहण करे, दक्षता सहित व्यवहार करे। तेणु ज्ञान आमको निहाती आत्मा सहित जड़ित थाए, आत्मा को भेद करे। सेथिपाई ए भव्य आलोचना। मां को प्रार्थना भाई को सुस्थ सबल रखंतु, चेतनार स्तर आहरी ऊर्ध्व को जातु। प्राणर तपस्या हो, मनर समस्या सबू कटि जाऊ, समस्त शरीर सुस्थ रहो, यही प्रार्थना रखुछि। समस्ते भलरे थांतु। तेणु आमे कार्यक्रम कालीर कार्यक्रम टिके दबा, तापरे कार्यक्रम को मां नाम जप करी शेष करबा। आउ थरे भाई को कृतज्ञता